नमस्कार दर्शक बंधु, चलतु जानिबा आजिर 25टी अनुचिंता विषय रे। 1. भंगा पानिया रे केबे भी मुंड कुंडांतु नहीं, लक्ष्मी छड़ा होइथांती। 2. उलग्न हेई सोइबा पितृलोकर अभिशाप लागि थाए। नंबर 3. ଯେଉଁ ଘରେ ସକାଳ ସଞ୍ଜ ଧୂପ ଦୀପ ଦେଇ ଘରେ ପୂଜା କରନ୍ତି, ସେଇ ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ନମ୍ବର 4. ଯିଏ ଶନିବାର ହେଲେ ଅସହାୟ ଲୋକଙ୍କୁ କିଛି ଦାନ ଧର୍ମ ଦକ୍ଷିଣା ଦେଇଥାଏ, ଶନି ପୀଡ଼ାରୁ ମୁକ୍ତି ମିଳିଥାଏ। ନମ୍ବର 5. ଶନିବାର ହେଲେ ଓସ୍ତ ଗଛ ମୂଳେ ସୋରିଷ ତେଲର ଦୀପ ଜାଳି 7 ଥର ପରିକ୍ରମା କରନ୍ତି, ଶନିଦଶା କଟିଥାଏ। ନମ୍ବର 6. ବୁଧବାର ହେଲେ ଗାଈକୁ ସବୁଜ ଘାସ ଖାଇବାକୁ ଦେଲେ ଦୋକାନ ବ୍ୟବସାୟ ଭଲ ଚାଲିବ। ନମ୍ବର 7. ସକାଳ ଉଲଗ୍ନ ଚିତ୍ର, କାନ୍ଦିବା ଫଟୋ ଏସବୁ ଦେଖିବା ଘୋର ଅଶୁଭ ହୋଇଥାଏ। ନମ୍ବର 8. ରାନ୍ଧିବା ସମୟରେ ସ୍ନେହ ମମତା ପ୍ରେମର ଭାବନା ସହ ରୋଷେଇ କଲେ ପରିବାର ଭିତରେ ସ୍ନେହ ବଢ଼ିଥାଏ, ସମସ୍ତେ କଥା ମାନିଥାନ୍ତି। ନମ୍ବର 9. 16 ସୋମବାର ବ୍ରତ କଲେ ଭଲ ଜୀବନ ସାଥୀଟିଏ ମିଳିଥାଏ। ନମ୍ବର 10. ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ବେଡରୁମରେ 2ଟି ମୟୂର ପଙ୍ଖ ରଖନ୍ତୁ, ପ୍ରେମ ବଢ଼ିବ। ନମ୍ବର 11. ମାନ ସମ୍ମାନ ପାଇବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ। ନମ୍ବର 12. ନିଜ ଡ୍ରଇଂ ରୁମ୍ ବା ସମସ୍ତେ ଏକାଠି ବସିବା ରୁମ୍ରେ ସଜ ଗୋଲାପ କାଚ ପାତ୍ରରେ ପାଣି ରଖନ୍ତୁ। ଯେଉଁ ରଙ୍ଗର ଗୋଲାପ ହେଲେ ଚଳିବ, ଏହାଦ୍ୱାରା ମନ ସବୁବେଳେ ଶାନ୍ତି ରହିବ, ବାର୍ତ୍ତାଳାପ ସମୟରେ କଳି ହେବ ନାହିଁ। ନମ୍ବର 13. ଘରେ କେବେ ବି ବୁଢ଼ିଆଣୀ ଜାଲି ହେବାକୁ ଦିଅ ନାହିଁ, ଏହା ଥିଲେ ଘରକୁ କଷ୍ଟ ମାଡ଼ି ଆସିବ। ନମ୍ବର 14. ମଥାରେ ସିନ୍ଦୁର ଲଗାଇଲା ବେଳେ ଓଢ଼ଣି ଦିଅନ୍ତୁ ଏବଂ ଯୋଡ଼ି ହେଇ ରହିଥିବା ଠାକୁରଙ୍କୁ ସ୍ମରଣ କରିବା ଶୁଭ ହୋଇଥାଏ। ନମ୍ବର 15. ମଥାରେ ସିନ୍ଦୁର ସବୁବେଳେ ତଳୁ ଉପରକୁ ଟାଣନ୍ତୁ, ଏହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। ନମ୍ବର 16. କଥା କଥାରେ ହସୁଥିବା ବ୍ୟକ୍ତି ସବୁବେଳେ କଷ୍ଟ ପାଇଥାଏ, ସୁନ୍ଦର ହସ ପଛରେ ବହୁତ ସାରା ଦୁଃଖ ଥାଏ। ନମ୍ବର 17. ପ୍ରତ୍ୟେକ ଦିନ ଗୋଟେ ତୁଳସୀ ପତ୍ର ଖାଆନ୍ତୁ, ଏହାଦ୍ୱାରା ଶରୀରରେ ରୋଗ ମାଡ଼ିବ ନାହିଁ। ନମ୍ବର 18. ସକାଳୁ ଉଠି ନିଜ ପାପୁଲିକୁ ଦେଖି ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ସକାରାତ୍ମକ ହେଇ ଉଠିଲେ ଦିନଟି ଭଲରେ କଟିବ। ନମ୍ବର 19. ପ୍ରଜାପତି ଆପେ ଆପେ ଆସି ନିଜ ଦେହ ଉପରେ ବସିଲେ କିଛି ଶୁଭ ସଂକେତ ମିଳିଥାଏ। ନମ୍ବର 20. ନାରୀମାନେ ସବୁବେଳେ ସଜେଇ ହେଇ ରହିଲେ ସ୍ୱାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ପ୍ରତ୍ୟେକ ନାରୀ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଥାନ୍ତି। ନମ୍ବର 21. ନିଜ ରୋଷେଇ ଘର ସବୁବେଳେ ସଫା କରି ରଖନ୍ତୁ, ଏହାଦ୍ୱାରା ମଙ୍ଗଳ ଗ୍ରହ ଶାନ୍ତ ହୋଇଥାନ୍ତି। ମଙ୍ଗଳ ଗ୍ରହଙ୍କ ଖରାପ ପ୍ରଭାବ ପଡ଼ିଲେ ପେଟ ଜନିତ ସମସ୍ୟା, ସ୍ୱାସ୍ଥ୍ୟ ଖରାପ ହେବା ଏସବୁ ଦେଖା ଦେଇଥାଏ।
नंबर 22 मंदिर रे केबे भी पर कथा भावंतु नाही। एहा द्वारा परर भल होइथाय, निजर अमंगल होइथाय। नंबर 23 एही पांचटी कथा काहाको कुहंतु नाही। 1 निजर सफलतार रहस्य, 2 निज परिवारर कथा, 3 निज भविष्यतर चिंताधारा, 4 निजर दुर्बलता, 5 निजर पास्ट कथा। नंबर 24 जेबे भी सुना किणिबे प्रथमे माता लक्ष्मी पाखरे रखी पूजा कर सारिला परे धारण करंतु, एहा शुभ होइथाय। आहुरी सुना किणिबे एवं धनर आगमन होइथाय। नंबर 25 जेउ घरे सूर्य उदय हेबा आगरू उठी थांती सेही घरे केबे भी अमंगल प्रवेश करि परिबो नाही। बंधुगण जदि आपनकु वीडियोटी भल लगी थाए ताहेले वीडियो को निश्चित लाइक आउ कमेंट आउ शेयर आउ सब्सक्राइब निश्चित करि दियंतु।